ସମସ୍ତଙ୍କୁ ନମସ୍କାର। ସର୍ବପ୍ରଥମେ ପବିତ୍ର ସାବିତ୍ରୀ ଅମାବାସ୍ୟାର ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ। ଢେର ଦିନ ହେଲା ଆପଣମାନଙ୍କୁ କିଛି କବିତା ଶୁଣେଇ ପାରିନି, ସେଥିଲାଗି ଆଜି କେବଳ କବିତା। ତେବେ କବିତାଟି ଶୁଣେଇବା ପୂର୍ବରୁ କବିତାର ଭୂମିକାରେ ଦୁଇ ଧାଡ଼ି ନିଶ୍ଚୟ କହିବାକୁ ଚାହିଁବି କି ଏ ମେ ଜୁନ୍ କହିଲେ ଆମେ ଖରାକୁ ବୁଝୁ। ଖରା କହିଲେ ବୁଝୁ ପାଚିଲା ଆମ୍ବ ଆଉ ପାଚିଲା ପଣସ। ଖରା କହିଲେ ଦାଉ ଦାଉ ଜଳୁଥିବା କୃଷ୍ଣଚୂଡ଼ାକୁ ବୁଝୁ। ଆଉ ଖରା କହିଲେ ଟୋପାଏ ବର୍ଷା ପାଇଁ ତରସୁଥିବା ହୃଦୟକୁ ବୁଝୁ। ଆଜି ଆପଣଙ୍କ ଲାଗି ମୋ ପାଖରେ ଅଛି ଗୋଟେ ଖରା ଆଉ ପ୍ରେମର ଯୁଗଳବତୀ କବିତା 41 ଡିଗ୍ରୀ ଖରା। ତେବେ କବିତାଟି ଶୁଣିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି, ଭଲ ଲାଗିଲେ ଗୋଟିଏ ଲେଖା ସେୟାର ନିଶ୍ଚୟ କରିବେ ଆଉ ଆପଣଙ୍କ ମତାମତରେ ପ୍ରତିଥର ପରି ଢେର ଢେର ଭଲ ପାଇବା ଦେବେ। କବିତା 41 ଡିଗ୍ରୀ ଖରା। 41 ଡିଗ୍ରୀ ଖରା ପରି ପ୍ରେମ, ଆଖି ଜାଳେ, ଓଠ ଜାଳେ, ମନ ଜାଳେ, ଦେହ ଜାଳେ, ଜଳିଯାଏ ନିଜେ। ପାଉଁଶ ଗଦାରେ ମୁଁ ତାକୁ ବାର ବାର ଖୋଜେ। 41 ଡିଗ୍ରୀ ଖରା ପରି ପ୍ରେମ। କାହାର ଖୋଜିବା କାହାକୁ ଦିଶେ ଯେ, କୃଷ୍ଣଚୂଡ଼ା ଦାଉ ଦାଉ ଦିଶିବାର ମାନେ। ଝାଉଁଳି ପଡ଼ିଥିବା ଝାଉଁବଣ କେଉଁ ଗୀତ ଗାଏ, ଏ କେଇ ଟୋପା ମିଛ ବର୍ଷା କ'ଣ ଲେଖେ ଖରାକୁ ଚିଠିରେ। ପରସ୍ତେ ବାଦଲ କାହିଁକି ନାଉ ହୁଏ ପର୍ବତ ପିଠିରେ, ସମୁଦ୍ରକୁ ପିଇବା ନିଶାରେ ହୃଦୟର ଯେତେ ନଈ ମରିଯାଏ। ସମୁଦ୍ରକୁ ପିଇବା ନିଶାରେ ହୃଦୟର ଯେତେ ନଈ ମରିଯାଏ। ଶୋଷ ମରେନି କିନ୍ତୁ ଦୁନିଆର କେଉଁ ସରବତରେ, ତଥାପି ଲସି ଷ୍ଟଲ୍ ସାରା ଭିଡ଼ ମେ ଜୁନ୍ରେ। ତୁମେ କେଉଁ ପାଣି କଥା କୁହ, ତୁମେ କେଉଁ ପାଣି କଥା ବାର ବାର କୁହ। ବନ୍ଧୁ ଫ୍ରିଜରରେ ସାଇତା ଥଣ୍ଡା ପାଣିର ବୋତଲକୁ ପଛରେ ପକେଇ ସୁରାଇର ଗିଲାସେ ପାଣି ଆଜି ବି ମୁଖ୍ୟ ଖବରରେ। ଫ୍ରିଜରରେ ସାଇତା ଥଣ୍ଡା ପାଣିର ବୋତଲକୁ ପଛରେ ପକେଇ ସୁରେଇର ଗିଲାସେ ପାଣି ଆଜି ବି ମୁଖ୍ୟ ଖବରରେ। ତୁମେ କେଉଁ ପାଣି କଥା ବାର ବାର କୁହ ବନ୍ଧୁ, ତୁମେ କେଉଁ ପାଣି କଥା ବାର ବାର କୁହ ବନ୍ଧୁ। ସୁରେଇର ଗିଲାସେ ପାଣି ଆଜି ବି ମୁଖ୍ୟ ଖବରରେ। ମୁଖ୍ୟ ଖବର କହିଲେ ତମେ ଆଉ ମୁଁ, ଦଲକାଏ ଗରମ ନିଶ୍ୱାସର ଜୁ। ଦେହକୁ ଚିପୁଡ଼ି ଟପ୍ ଟପ୍ ଗଳୁଥିବା ଝାଳକୁ ଯଦି ଥଣ୍ଡା ପବନର ଆଶ୍ରା, ତାହେଲେ ମୋତେ କୁହ କି ଲୋଡ଼ା 41 ଡିଗ୍ରୀ ଖରାର ଆମରି ପ୍ରେମରେ। ଦେହକୁ ଚିପୁଡ଼ି ଟପ୍ ଟପ୍ ଗଳୁଥିବା ଝାଳକୁ ଯଦି ଥଣ୍ଡା ପବନର ଆଶ୍ରା, ତାହେଲେ ମୋତେ କୁହ କି ଲୋଡ଼ା 41 ଡିଗ୍ରୀ ଖରାର ଆମରି ପ୍ରେମରେ। କି ଲୋଡ଼ା 41 ଡିଗ୍ରୀ ଖରାର ଆମରି ପ୍ରେମରେ। ଆଶା କରୁଛି କବିତାଟି ଆପଣଙ୍କର ହୃଦୟ ଯାଏ ପହଞ୍ଚିଥିବ। ଆଉ ଥରେ ଆପଣ ସମସ୍ତଙ୍କୁ ସାବିତ୍ରୀ ବ୍ରତର ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ। ଭଲରେ ଥାନ୍ତୁ, ଖୁସିରେ ଥାନ୍ତୁ, ପ୍ରେମରେ ଥାନ୍ତୁ ଆଉ ହଁ, ସଂସ୍କୃତି ସହ ତ ବିଲକୁଲ ଥାନ୍ତୁ।